आज शुणिबा ओडिया साहित्यर श्रेष्ठ गाल्पिका प्रतिभा रायंकर गल्प मुहूर्त एवं इच्छा माने। किंतु मुहूर्त माने अत्यंत बेईमान। पाखरे थिबा जे बस कहले बसिबे, उठ कहले उठिबे, आउ हाथरू थरे खसीगले मुह को चाहिबेनी। सतेकी नवाब माने एवं इच्छा माने पक्का दोमुहा। भितरे सबुथिकी मन, ऊपर को नाई नाई नाई। आउ एही मुहूर्त आउ इच्छा मानकु नहीं जेते सबो अनर्थ। ए मुहूर्त माने जदि फेरी आसुथान्ते एवं ए इच्छा माने जदि स्पष्ट होई पारन्ते। मुहूर्त एवं इच्छा मानकर छक काटी मु ओ शंख मुद्रा बाघ बजारी खेलु खेलु किए जितिला किए हारिला जना पड़ु नाही। 5 वर्ष असंख्य मुहूर्त परे शंखमुद्रा संगे देखा। ଯେଉଁ ପତଳି ଧେଙ୍ଗିଡ଼ି ଶଙ୍ଖ ରଙ୍ଗର ସୁନ୍ଦରୀ ଝିଅଟାକୁ ସମସ୍ତେ ସଖୀ ଡାକୁଥିଲେ, ସେ ନୁହେଁ। ଏ ହେଉଛି ଅଜସ୍ର ମୁଦ୍ରାର ଅଧିକାରୀ ଶିଳ୍ପପତି ଲକ୍ଷପତି ଜ୍ଞାନଭଦ୍ରଙ୍କର ପତ୍ନୀ ଶଙ୍ଖମୁଦ୍ରା। ସେ ଥିଲା ନିମ୍ନ ମଧ୍ୟବିତ୍ତ ପରିବାରର ପଞ୍ଚମା କନ୍ୟା, ଲଜ୍ଜା ନମ୍ର ସରଳା ସଖୀ। ଏ ହେଉଛି ଆଭିଜାତ୍ୟର ଅହମିକାରେ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟରେ ଉଦ୍ଧତା ଆତ୍ମାଭିମାନୀ ଶଙ୍ଖମୁଦ୍ରା। ଦୁହେଁ ମୋ ସାମ୍ନାରେ ଦୁଇଟି ନିର୍ବୋଧ କବିତା। ସେଦିନ ମୋ ସଖୀକୁ ବୁଝିପାରି ନଥିଲି, ଆଜି ଶଙ୍ଖମୁଦ୍ରାକୁ ବୁଝିପାରୁନି। ମୋ ସାମ୍ନାରେ ଯେଉଁ ସଖୀ ଦୃଷ୍ଟିକୁ ତାର ଶଙ୍ଖର ପାଦ ଉପରେ ନିବଦ୍ଧ କରି ଠିଆ ହୋଇ ରହୁଥିଲା, ମୋର ଅସଂଖ୍ୟ ପ୍ରଶ୍ନର ଜବାବକୁ ହଁ ନାଇଁରେ ସଂକ୍ଷିପ୍ତ କରି ଦେଉଥିଲା, ପଦେ ପଦେ କଥାରେ ଲଜ୍ଜା ପାଟଳ ହୋଇ ଉଠିଥିଲା, ସାମାନ୍ୟ ସାନ୍ନିଧ୍ୟରେ ଝାଳି ଉଠୁଥିଲା, ଆଉ ମୋ ସାମ୍ନାରେ ସଂଯତ ସଂକୁଚିତ ବ୍ରୀଡ଼ାନତ ହୋଇ ବସି ପାଠ ପଢ଼ୁଥିଲା, ସେ ନୁହେଁ। ଆଜି ବରଂ ମୁଁ ଶଙ୍ଖମୁଦ୍ରାର ସାମ୍ନାରେ ସଂକୁଚିତ ଲଜ୍ଜିତ ଭଙ୍ଗୀରେ ବସି ରହିଛି। ଶଙ୍ଖମୁଦ୍ରାର ମଣିମୁକ୍ତା ଖଚିତ ଆଧୁନିକ ଆଭିଜାତ୍ୟ ଭରା ବେଶଭୂଷାରେ ବିମଣ୍ଡିତ ଦେହକୁ ଚାହିଁପାରୁନାହିଁ। ଶଙ୍ଖମୁଦ୍ରାର ଅନର୍ଗଳ ଆତ୍ମପ୍ରଶସ୍ତି, ତା ସ୍ୱାମୀଙ୍କର ସ୍ନେହ ସୁହାଗ, ଧନ ଆଭିଜାତ୍ୟ, କ୍ଷମତାର କାହାଣୀ ତା ମୁହଁରୁ ଏତେ ପ୍ରାଞ୍ଜଳ ଭାବେ ଶୁଣି ମୁଁ ମୂକ ପାଲଟିଛି। ସଖୀ ସୁନ୍ଦରୀ ଥିଲା, ମାତ୍ର ପରି ନଥିଲା, ତାର ଡେଣା ନଥିଲା। ଜ୍ଞାନଭଦ୍ରଙ୍କୁ ବିବାହ କରି ଶଙ୍ଖମୁଦ୍ରା ପରି ପାଲଟିଛି। ତା ଦେହରେ ଆଭିଜାତ୍ୟ ଆଉ ଆଡ଼ମ୍ବରର ଡେଣା ଲାଗିଯାଇଛି। ସେ ଉଡ଼ୁଛି, ଉଡ଼ି ଉଡ଼ି ସେ ଅନେକ ଉପରକୁ ଉଠିଗଲାଣି। ମୁଁ ତଳେ ପଡ଼ିଯାଇଛି, ଆଉ କେବେ ବି ମୁଁ ତାଙ୍କୁ ଛୁଇଁ ପାରିବିନି। ଜ୍ଞାନଭଦ୍ର ତାଙ୍କର ଧନ ଐଶ୍ୱର୍ଯ୍ୟକୁ ନେଇ ଶଙ୍ଖମୁଦ୍ରା ସୁଖର ସମୁଦ୍ରରେ ଉବୁଟୁବୁ ହେଉଛି। ସୁଚରିତାକୁ ବିବାହ କରି ମୁଁ ତେବେ କାହିଁକି ବର୍ଷ ଧରି ଦିନଟିଏ ବି ଏମିତି ସୁଖୀ ହୋଇପାରେ ନାହିଁ? ସୁଖ କ'ଣ? ମଣିଷ କ'ଣ ଚାହେଁ? କ'ଣ ମୁଁ ପାଇଛି? କ'ଣ ବାହାରାଇଛି? ଅସଂଖ୍ୟ ଦାର୍ଶନିକ ପ୍ରଶ୍ନରେ ମୋର ମନକୁ ଭାରାକ୍ରାନ୍ତ କରି ମୁଁ ମୁହୂର୍ତ୍ତମାନଙ୍କୁ ଅବବ୍ୟୟ କରି ଚାଲିଛି। ଅଥଚ ମୋର କେମିତି ମନେ ହେଉଥିଲା ଶଙ୍ଖମୁଦ୍ରା ସୁଖୀ ହୋଇନଥିବ। ମୋରି ଭଳି ସବୁ ଥିବା ଭିତରେ କ'ଣ ହଜେଇ ଦେଇଥିବା ପରି ମନେ ମନେ ବାଉଳି ହେଉଥିବ। କାହିଁକି ବା ମୁଁ ଏମିତି ଭାବୁଥିଲି? ଏ ଭାବନା ପଛରେ ଯୁକ୍ତି ବା କ'ଣ ଅଛି? ଶଙ୍ଖମୁଦ୍ରା ଅତୀତରେ କେବେ ବି ମୋତେ ଥରଟିଏ ପ୍ରେମପୂର୍ଣ୍ଣ ଚାହାଣୀରେ ଚାହିଁ ନାହିଁ। କେବେ ହେଲେ ମୁହଁ ଖୋଲି ମୋତେ ପ୍ରେମ ନିବେଦନ କରି ନାହିଁ। କେବେ ବି ମୋର ସାନ୍ନିଧ୍ୟ ସ୍ପର୍ଶ ପାଇ କାତର ହୋଇ ନାହିଁ। ମୋ ମୁହଁକୁ ଚାହିଁ ପାଠ ବୁଝୁ ବୁଝୁ ବେଳେବେଳେ ତାର ଦୃଷ୍ଟିସୀମା ମୋ ମୁହଁରୁ ପରିଧି ଡେଇ ଝରକା ରେଲିଂ ଅତିକ୍ରମ କରି ଅନନ୍ତ ଆକାଶର ନୀଳିମାରେ ହଜିଯାଏ। ଏ ପୃଥିବୀ ଛାଡ଼ି ସେ ସତେବା କେଉଁ ଅନ୍ୟ ପୃଥିବୀରେ ପହଞ୍ଚି ଯାଇଥାଏ। ମୁଁ ରହସ୍ୟ କରି କହେ, ସଖୀ, ପାଠ ବୁଝିବା ଛାଡ଼ି କାହା ପାଖରେ ଯାଇ ପହଞ୍ଚି ଯାଇଛୁ? ସେ ଚମକି ପଡ଼ି ଝାଉଁଳିଯାଏ, ଝାଳି ଉଠେ। ମୋର ମନେ ହୁଏ ଶଙ୍ଖମୁଦ୍ରା କାହାକୁ ମନେ ମନେ ଭଲ ପାଉଛି। ଭଲ ପାଇବାର ସମସ୍ତ ଉପସର୍ଗ ତାଠାରେ ଦେଖାଇ ଦେଇଛି। ମନେ ମନେ ନିଜକୁ ତାର ପ୍ରେମିକର ସ୍ଥାନରେ ରଖି ମୁଁ ପୁଲକିତ ହୋଇ ଉଠେ। ମାତ୍ର କେବେ ହେଲେ ମୋ ମନର ଦୁର୍ବଳତା ମୁଁ ତାଠାରେ ପ୍ରକାଶ କରି ନାହିଁ। ପ୍ରକାଶ କରିବାକୁ କୁଣ୍ଠାବୋଧ କରିଛି। କାଳେ ତାର ମନର ମଣିଷ ମୁଁ ହୋଇଥିବି। ଶଙ୍ଖମୁଦ୍ରା ଅତ୍ୟନ୍ତ ସୁନ୍ଦରୀ। ମୋତେ ଯଦି ସେ ନିଜର ଯୋଗ୍ୟ ଭାବୁନଥିବ, ନା, ବରଂ ତା ମନର କଥା ସେ ପ୍ରକାଶ କରିବା ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବାକୁ ହେବ। ଦିନେ ସୁଯୋଗ ଦେଖି ମୁଁ ତାକୁ ପ୍ରଶ୍ନ କଲି, ସଖୀ, ତୁ କାହାକୁ ଭଲ ପାଉଛୁ? ଅନ୍ୟ କାହାକୁ ନୁହେଁ। ତାର ସଂକ୍ଷିପ୍ତ ଉତ୍ତର,
ଆଉ କାହାକୁ ତେବେ? ମୁଁ ଭାବୁଥିଲି ସେ ଉତ୍ତର ଦେବ ତୁମକୁ, ମାତ୍ର ସେ କହିଲା ନୂଆ କରି କାହାକୁ ନୁହେଁ, ଯାହାକୁ ପ୍ରଥମର ଭଲ ପାଉଥିଲି ତାଙ୍କୁ। ମୋତେ ସନ୍ଦେହର କୁହଳି ଭିତରେ ଛାଡ଼ିଦେଇ ସେ ଚାଲିଗଲା। ତା କଥାର ଅର୍ଥ ମୁଁ ବୁଝିବାର ବାହାରେ ଥିଲା। ଆଉ ଥରେ ତାକୁ ପରୀକ୍ଷା କରିବା ପାଇଁ ମୁଁ କହିଲି, ସଖୀ, ମୋର ବାହାଘର ଖୁବ୍ ଶୀଘ୍ର ହେଉଛି। ଆମ ଘରକୁ ଅନେକ ଭଲ ଭଲ ପ୍ରସ୍ତାବ ଆସୁଛି। ଅନେକ ସୁନ୍ଦରୀ ଝିଅଙ୍କର ଫଟୋ ମୋ ପାଖରେ ଜମା ହେଲାଣି। ଭାବିଥିଲି ସେ ଅଭିମାନରେ ଆଖି ଛଳଛଳ କରି ଉଠିବ, ଚିତ୍କାର କରି କହିବ, ନା ନା, ତା ହୋଇପାରେ ନା, ମୁଁ ତୁମକୁ ଭଲ ପାଏ, ତମେ ମୋତେ ହତାଶ କରନି। ମାତ୍ର ସେ ଅତ୍ୟଧିକ ଉତ୍ସାହିତ କଣ୍ଠରେ କହିଲା, ବାଃ, ଭଲ ଭଲ କଥା ତ, ଭାଉଜ ତ ସୁନ୍ଦର ନିଶ୍ଚୟ ହେବେ। ଆଉ ଯୌତୁକ? ହଁ, ଯୌତୁକ ବି ପ୍ରଚୁର ମିଳିବ, ମୁଁ ଅଭିମାନରେ କହିଲି। ତେବେ ତ ଖୁବ୍ ଭଲ। କେବେ ଭୋଜି ଦେଉଛ? ସେ ଅତ୍ୟନ୍ତ ଉତ୍କଣ୍ଠାରେ ପଚାରିଲା। ମୁଁ ଗମ୍ଭୀର କଣ୍ଠରେ କହିଲି, ତୋ ବାହାଘର ପରେ, କାରଣ ତତେ ଭୋଜି ଖୁଆଇବା ପାଇଁ ମୋର ଟିକେ ବି ସ୍ପୃହା ନାହିଁ। ସ୍ୱାର୍ଥପର। ସେ ଉଠି ଦୁମ୍ ଦୁମ୍ ହୋଇ ଚାଲିଗଲା। ମୋତେ ଆଉ ଥରେ ସନ୍ଦେହରେ ପକାଇଦେଲା ସେ। କେଉଁଟା ସ୍ୱାର୍ଥପରତା? ମୁଁ ଅନ୍ୟତ୍ର ବାହା ହୋଇଯିବାଟା, ନା ତାକୁ ଭୋଜି ନ ଦେବାଟା? ସେଦିନ କିନ୍ତୁ ସେ ଆସିଲା ମୋତେ ତା ବିବାହର ସମ୍ବାଦ ଦେବା ପାଇଁ। ମୋର ବିବାହ ସ୍ଥିର ହୋଇଯିବା ଉପରେ ସେ କହିଲା, କେଉଁଠି, କାହା ସଙ୍ଗେ? ମୁଁ ଉତ୍ସାହିତ ହେବା ଭଙ୍ଗୀରେ କହିଲି, ଜ୍ଞାନଭଦ୍ର ଚୌଧୁରୀ, ଇଣ୍ଡଷ୍ଟ୍ରିଆଲିଷ୍ଟ, ଦେଖିବାକୁ ବି ହ୍ୟାଣ୍ଡସମ୍। ଆଉ ଧନ ଦୌଲତ କଥା ତ ତମେ ଜାଣୁଥିବ। ବାଃ, ମାରିନେଲୁ ତେବେ। କେତେ କପାଳିଆଟାରେ ତୁ। କାହିଁକି ନ ହୁଅନ୍ତି? ସମସ୍ତେ କ'ଣ ଛୋଟ ଲୋକ ହୋଇଛନ୍ତି? ଗରିବ ବାପାମାନେ ଯୌତୁକ ଦେଇପାରିବେନି ବୋଲି ତାଙ୍କ ଝିଅମାନଙ୍କର କ'ଣ ଆଦୌ କପାଳିଆ ହେବେ ନାହିଁ? ତା କଥାରେ ଛୁରୀ ମୋର ଆତ୍ମାଭିମାନର ପାଚେରୀକୁ କ୍ଷତବିକ୍ଷତ କରୁଥିଲା। ମୁଁ କହିଲି, ବାପରେ, ବାହା ହେବା ପାଇଁ କି ସଉକ! ନାକ କାଟିଲେ ବଚନ ବାହାରୁନଥିଲା, ଏବେ ବାହାଘର ନା ପଡ଼ୁ ପଡ଼ୁ ପାଟିରେ ବାଟୁଳି ବାଜୁନି। ସେ ହଠାତ୍ ଗମ୍ଭୀର ହୋଇ ଉଠିଲା। ତାର ବଡ଼ ବଡ଼ ସୁନ୍ଦର ଆଖି ଦୁଇଟା ଲୁହରେ ଓଦେଇ ଦେଇ କହିଲା, ବାହା ହେବାଟା ଯଦି ଝିଅ ଜୀବନର ଅପରିହାର୍ଯ୍ୟ, ତେବେ ଜ୍ଞାନଭଦ୍ର ଚୌଧୁରୀ ପାତ୍ର ଦୃଷ୍ଟିରେ ଅତ୍ୟନ୍ତ ଲୋଭନୀୟ। ସବୁଦିନ ପାଇଁ ଏ ଗାଁକୁ, ଭାଇ ବନ୍ଧୁକୁ, ତମକୁ ପର କରି ସଂସାର ବାନ୍ଧିବାଟା ଯଦି ନିଶ୍ଚିନ୍ତ, ତେବେ ବିଳମ୍ବରେ ଲାଭ କ'ଣ? ତାକୁ ପ୍ରବୋଧନ ଦେବା ପାଇଁ ହାତ ବଢ଼ାଉ ବଢ଼ାଉ ମୋ ହାତ ଉପରେ 2 ଟୋପା ଟକ୍ ଟକ୍ ଗରମ ଲୁହ ଖସେଇ ପକେଇ ଫେରି ପଡ଼ି କପଳାଇଲା। ତା ଆଖିର ଗରମ ଲୁହରେ ତାତିରେ ଜଳୁ ଜଳୁ ମୁଁ ଭାବୁଥିଲି, ବାହା ହୋଇ ଗାଁ ଭୂଇଁକୁ ପର କରି ଚାଲି ଯାଉଥିବା ଗୋଟିଏ କୁମାରୀ କନ୍ୟାର ଆଖି ଲୁହ ଆଉ ଏ ଲୁହ ଭିତରେ କ'ଣ କିଛି ତଫାତ୍ ହୋଇପାରେ? ମୋ ମନର କଥା ତାକୁ କହିବି କି ନା ଭାବୁ ଭାବୁ ସୁଯୋଗ ଖୋଜୁ ଖୋଜୁ ଗୋଟିଏ ସୁଯୋଗ ହରାଇ ଅନ୍ୟଟିକୁ ଅପେକ୍ଷା କରୁ କରୁ ଶେଷ ପର୍ଯ୍ୟନ୍ତ ମୋର ଆତ୍ମାଭିମାନ କୁହୁଳି କୁହୁଳି ମୁଁ ଶଙ୍ଖମୁଦ୍ରାର ବିବାହ ଉତ୍ସବରେ ହୋ ହା କଳରୋଳ ଭିତରେ ମାତାଲଙ୍କ ଭରି ମାତିଗଲି। ବିଦା ହୋଇଯିବା ବେଳେ ମୁଁ ଶଙ୍ଖମୁଦ୍ରାର ପାଖେ ପାଖେ ରହିଥିଲେ ବି ଶଙ୍ଖମୁଦ୍ରା ମୋତେ ଥରଟିଏ ଚାହିଁଲାନି। ସେ ସେତେବେଳକୁ ଜ୍ଞାନଭଦ୍ରଙ୍କର ହୋଇସାରିଥିଲା। ଆଜି 5 ବର୍ଷ ପରେ ମୁଁ ଶଙ୍ଖମୁଦ୍ରାକୁ ଦେଖିଛି। ତାର ଅଧାରେ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ସେ ଏ କଲେଜରେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀ ହୋଇଛି। ପୁଣି ଦର୍ଶନର ଛାତ୍ରୀ ହୋଇ ସେ ମୋ ପାଖରେ ତାର ପାଠ ସମ୍ପୂର୍ଣ୍ଣ କରିବାକୁ ପଣ କରିଛି। ସବୁ ଅଧା କଥା ସମ୍ପୂର୍ଣ୍ଣ କରିବାକୁ ଶଙ୍ଖମୁଦ୍ରା କ'ଣ ସୁଯୋଗ ଦେବ? ଶଙ୍ଖମୁଦ୍ରା ହସୁଛି। ତାର ହସରୁ ବି ମୁକ୍ତା ଖସୁଛି। ତାର ସେ ଦିନର ସୁନାରଙ୍ଗର ପାତଳ ଦେହରେ ଉଜ୍ଜ୍ୱଳ ସ୍ୱାସ୍ଥ୍ୟର ଭିଡ଼। ସେ ଅଧିକ ଲୋଭନୀୟ ହୋଇ ଉଠିଛି। ସେ ଜିଦ୍ ଧରି କହୁଛି, ମୁଁ ତାକୁ ସାହାଯ୍ୟ ନ କଲେ ସେ ଆଦୌ ତାର ପାଠ ସମ୍ପୂର୍ଣ୍ଣ କରିପାରିବନି। ମୋତେ ବାଦ ଦେଇ ସେ କ'ଣ ଏତେ ସମ୍ପୂର୍ଣ୍ଣ ନୁହେଁ? କିନ୍ତୁ ଆଜି ମୋର ଅଧ୍ୟାପକ ଜୀବନର ବ୍ୟସ୍ତ ବିବ୍ରତ ସମୟରୁ କେତୋଟି ଘଣ୍ଟା ସମୟ ଶଙ୍ଖମୁଦ୍ରା ପାଇଁ ବ୍ୟୟ କରିବା ପଛରେ ମୋର କ'ଣ ବା ପ୍ରଲୋଭନ ଥାଇପାରେ? ମୋର କୁଣ୍ଠା ଭାବ ଦେଖି ସେ କହିଲା, ଆରେ, ତମେ ହେଜିଟେଟ୍ କାହିଁକି କରୁଛ? ଦେଖ, ବିନା ପାରିଶ୍ରମିକରେ ମୁଁ ତମର ସମୟ ଜମା ନଷ୍ଟ କରିବିନି। ସେଦିନ କଥା ଅଲଗା ଥିଲା। ଆଜି ତ ମୋର ଟଙ୍କାର ଅଭାବ ନାହିଁ। ତା ଛଡ଼ା ତମର ପରିସ୍ଥିତି ବି ଭିନ୍ନ। 3ଟି ରୋଗିଣା ପିଲା, ଆଉ ତମେ 2 ଜଣ। ତମର ଦରମା ବା କେତେ? ଆଜିକାଲିର ଦରଦାମ ଯାହା, ସେଥିରେ ବି 600-700 ଟଙ୍କା ବା କ'ଣ? ଏ ତ ସବୁବେଳେ କହନ୍ତି, ବିଚରା ଅଧ୍ୟାପକ ଗୁଡ଼ା ଇଣ୍ଟେଲେକ୍ଚୁଆଲ ହେଲେ କ'ଣ ହେବ? ବକେଇ ବକେଇ ମାସ ଶେଷକୁ ଯାହା ଆଣିବେ, ତା ମୋର ଦିନକର ପକେଟ ଖର୍ଚ୍ଚକୁ ବି ନିଅଣ୍ଟ। ଶଙ୍ଖମୁଦ୍ରା ବା ମୋ ମୁହଁକୁ ଥଣ୍ଡା ପାଣିରେ ଛାଟ ମାରି ମୋତେ କାଲୁଅ କରିଦେଲା। ମୁଁ କିଛି କହିବା ପୂର୍ବରୁ ସେ ମୋ ହାତରେ 3 ଖଣ୍ଡ 100 ଟଙ୍କିଆ ନୋଟ୍ ଧରିଦେଇ କହିଲା, ଦେଖ, ତମେ ନାହିଁ କର ନାହିଁ, ଗୁରୁ ଦକ୍ଷିଣା ନ ଦେଲେ ପାଠ ସମ୍ପୂର୍ଣ୍ଣ ହୁଏନି। ଦେଖୁନ, ସେତେବେଳେ ମାଗଣା ପଢ଼ୁଥିଲି ଯେ ପାଠ ଅଧା ରହିଛି ଆଜି ଯାଏଁ। ଶଙ୍ଖମୁଦ୍ରା ଚାଲିଗଲା।
ମୁଁ ପୁଣି ଦ୍ୱନ୍ଦ୍ୱରେ ପଡ଼ିଲି। ଶଙ୍ଖ ମୁଦ୍ରାର ଏ ଗୁରୁଦକ୍ଷିଣା ନା ଚାବୁକ? ଦାମୀ ଶାଢ଼ୀ ଗହଣା ପିନ୍ଧି, ଦାମୀ ଗାଡ଼ି ଚଢ଼ି, ଦାମୀ ପରଫ୍ୟୁମ୍ର ସୁରଭିରେ ମୋ କଲେଜ କକ୍ଷକୁ ସୁଶୋଭିତ କରି ଶଙ୍ଖମୁଦ୍ରା ପାଠ ପଢ଼ିବାକୁ ଆସି ତା ଯୁଗ୍ମ ଜୀବନର ଆଡ଼ମ୍ବରପୂର୍ଣ୍ଣ କାହାଣୀ ମୋତେ ଶୁଣାଇଛି। ତାର ଦୌରାତ୍ମ୍ୟ ଆଉ ସହ୍ୟ ହେବାର ନୁହେଁ। ଏଇ ତ ସେଦିନ ସେ କହିଲା, ଏ ତମର କ'ଣ ହେଲା? ତମ ସ୍ୱାସ୍ଥ୍ୟ ଯେ ଏକବାର ନଷ୍ଟ ହେବା ଉପରେ। ଥୋଡ଼ାଏ ତ ପାଇବ। ସୁନ୍ଦରୀ ଭାଉଜ କ'ଣ ତମ ସ୍ୱାସ୍ଥ୍ୟର ହିସାବ ଜମାରୁ ତାଙ୍କ ଟିପା ଖାତାରେ ଲେଖୁନାହାନ୍ତି? ଟିକେ ଭାବିଲା ଭଳି ନିଜ ପ୍ରଶ୍ନର ଉତ୍ତର ଦେଇ ସେ ପୁଣି କହିଲା, ହଁ ସତେ ତ, ଖାଲି କହିଦେଲେ ତ ହୁଏ ନା, କେତେ ବା ଦରମା ଯେ, ସେଥିରେ ମାଲନ୍ୟୁଟ୍ରିସନ୍ ତ ନିଶ୍ଚୟ ହିଁ ହେବ। ଖିଲି ଖିଲି ହୋଇ ହସି ସେ ପୁଣି କହିଲା, ତମ ରଙ୍ଗଟା ଯଦି ଆଉ ଟିକେ ସଫା ହୋଇଥାନ୍ତା ନା, ତେବେ ମୋ ମାଂସରୁ ଥୋଡ଼ାଏ କାଟି ମୁଁ ତମ ଦେହରେ ନେସି ଦିଅନ୍ତି। ଦେଖୁନ କେତେଟା ଦିନରେ ମୁଁ କ'ଣ ହେଲିଣି, ଯେତେ ଖାଦ୍ୟ କମେଇଲେ ଝଡ଼ୁନି। ୟାଙ୍କୁ ବାପାରେ କିଏ? ପ୍ରତିଦିନ ଅଧସର କ୍ଷୀର, ଛେନା, କିଛି 2ଟା ଅଣ୍ଡା, ଫଳରସ 2 ଗ୍ଲାସ ଧରାବନ୍ଧା। ମୁଁ ଝାଳେଇ ଉଠିଥିଲି। ଶଙ୍ଖମୁଦ୍ରାର ଇଏ ବ୍ୟଙ୍ଗ ପଛରେ କ'ଣ ଅଛି? ତେବେ ଶଙ୍ଖମୁଦ୍ରା କ'ଣ ମୋତେ ଭଲ ପାଉଥିଲା? ବିଫଳ ପ୍ରେମର ପ୍ରତିହିଂସାରେ ସେ କ'ଣ ସୁବର୍ଣ୍ଣ ଉଆସରେ ଜଳୁଛି? ନା, ତାକୁ ମୋର ପ୍ରଥମ ଓ ଶେଷ ପ୍ରଶ୍ନ ପଚାରିଦେବାକୁ ହେବ। ସେ କ'ଣ ମୋତେ ଭଲ ପାଉଥିଲା? ଏବେ ବି ଭଲ ପାଏ? ସେଦିନ ନୂତନ ସମ୍ବାଦ ନେଇ ଆସିଲା ଶଙ୍ଖମୁଦ୍ରା। ତମ ପାଖରେ ମୋର ସବୁ କିଛି ଅଧା ରହିଗଲା ସବୁଦିନ ପାଇଁ। କଣ୍ଠରେ ତାର ଅବଶେଷ। ମାନେ ଆମେ ଆମେରିକା ଚାଲି ଯାଉଛୁ। ସେଠାରେ ହୁଏତ ସିଟିଜେନ୍ ହୋଇ ରହିପାଇ ଯାଇପାରୁ। ତାଙ୍କର ଇଚ୍ଛା ସେୟା। ଇଣ୍ଡିଆ ଭଳି ଦରିଦ୍ର ଦେଶରେ କ'ଣ ବା ପ୍ରସ୍ପେକ୍ଟ ଅଛି? ଓଃ, ତେବେ ତୋର ପାଠ ଏତିକିରେ ରହିଲା? କ'ଣ ଆଉ କରାଯାଏ? ମୋର ଗୁରୁଦକ୍ଷିଣାରେ ତୁମେ ବୋଧହୁଏ ସନ୍ତୁଷ୍ଟ ହେଲ ନାହିଁ? ଶଙ୍ଖମୁଦ୍ରା କଟାକ୍ଷ ହାଣି କରି କହିଲା, ଠିକ୍ କହିଛୁ। ମୁଁ ତୋଠାରୁ ଟଙ୍କା ଚାହିଁନଥିଲି, ତେଣୁ ମୁଁ ତୋ ଉପରେ ଅସନ୍ତୁଷ୍ଟ। ତୋ ପାଠ ତ ଅଧା ରହିଗଲା। ତୋ ଟଙ୍କା ସବୁ ତୁ ଫେରସ୍ତ ନେଇଯା। ମୁଁ ତାକୁ ଛୁଇଁ ନାହିଁ। ମୁଁ ତାର ଟଙ୍କାତକ ଆଲମାରିରୁ ଆଣି ତା ହାତରେ ଧରାଇଦେଲି। ସେ ତାର ପୂର୍ବରୁ ନମ୍ର କଣ୍ଠରେ କହିଲା, ଗୁରୁଦକ୍ଷିଣା ନ ନିଅ ପଛେ ତମର ଅଭାବ ଅସୁବିଧାରେ ମୁଁ କିଛି ସାହାଯ୍ୟ କରିବାଟା କ'ଣ ଏମିତି ଅସଙ୍ଗତ ଯେ? ଟଙ୍କା କେତେଟା ଦେଇ ମୋର ଅଭାବ ତ ଦୂର କରିପାରିବୁନି ସଖୀ। ମୁଁ ଦୃଢ଼ କଣ୍ଠରେ ପ୍ରତିବାଦ କଲି। ଓଃ, ଏକ ଦୀର୍ଘଶ୍ୱାସ ଛାଡ଼ି ସେ ଟଙ୍କାତକ ନିଜ ବ୍ୟାଗ୍ରେ ରଖୁ ରଖୁ ଉଠିପଡ଼ି କହିଲା, ମୁଁ ଏଥର ଯାଏ। ହୁଏତ ତମେ ଯଦି କେବେ ଆମେରିକା ଯାଅ, ଇଚ୍ଛା କଲେ ଦେଖା ହେବ, ନଚେତ୍ ଏ ଜୀବନରେ ଏଇ ତ ଶେଷ ଦେଖା। ଆମେରିକାରେ କିନ୍ତୁ କୁଆଡ଼େ ଖୁବ୍ ଆରାମ, ଲକ୍ଜରିୟସ୍ ଲାଇଫ୍। ସେ ଅସମ୍ଭାଳ ହସରେ ଫାଟି ପଡ଼ି ପଡ଼ୁ ଅଣନିଶ୍ୱାସ ହୋଇ କହିଲା, ସତରେ ଜ୍ଞାନଭଦ୍ରଙ୍କୁ ମୁଁ ବିବାହ କରି କେଡ଼େ ଖୁସି ହୋଇଛି। ତମକୁ ବା ତମରି ଭଳି ଆଉ ଯାହାକୁ ବାହା ହେବାରେ କିଏ ଚାର୍ମ ବା ଥାଏ? ତାର ଶେଷ ଚାବୁକ ପାହାରରେ ମୋତେ ରକ୍ତାକ୍ତ କରିଦେଇ ସେ ଉଠିପଡ଼ି ଚାଲିଗଲା। ଶେଷଥର ପାଇଁ ଯିବାବେଳେ ସେ ଥରେ ହେଲେ ବି ପଛକୁ ଫେରି ଚାହିଁଲାନି। ମୋ ପ୍ରଶ୍ନ ଅକୁହା ରହିଗଲା। ମୁଁ ଯନ୍ତ୍ର ଚାଳିତ ଭଳି ଉଠିପଡ଼ି ତା ପଛେ ପଛେ ଚାଲିଲି। ଖଣ୍ଡେ ଦୂରରେ ତାର ବିରାଟକାୟ ଇମ୍ପୋର୍ଟେଡ୍ ଗାଡ଼ିଟା ଠିଆ ହୋଇଛି। ଡ୍ରାଇଭର ସମ୍ଭ୍ରମରେ ପଛ ଦରଜା ଖୋଲି ଅପେକ୍ଷା କରିଛି। ମାତ୍ର ମୁଁ ଏତିକି ଜାଣିବାକୁ ଚାହେଁ, ଆଜି ନହେଲେ ବି ଅତୀତରେ କ'ଣ ମୋ ପାଇଁ ତା ମନରେ ସରସୀରେ ପ୍ରୀତିର ଗୋଟିଏ ବି ଢେଉ ଉଠି ନାହିଁ? ସାମ୍ନାରେ ଲାଇଟ୍ ପୋଷ୍ଟ, ତାରି ତଳେ ମୁଁ କି ଏକ ଆବେଗରେ ତାର 2 ବାହୁକୁ ଧରି ମୋ ଆଡ଼କୁ ତାକୁ ବୁଲେଇ ଦେଇ କମ୍ପିତ ଗଳାରେ କହିଲି, ମୋର ଗୋଟିଏ ମାତ୍ର ପ୍ରଥମ ଓ ଶେଷ ପ୍ରଶ୍ନର ଉତ୍ତର ଦେଇଯା ସଖୀ। ସେଥିପାଇଁ ପ୍ରସ୍ତୁତ ନଥିଲା। ଅବାକ୍ ଆଖିରେ ସେ ମୋ ମୁହଁକୁ ଚାହିଁଲା। କିନ୍ତୁ ଏ କ'ଣ? ତାର ଆଖିରେ ଅଜସ୍ର ଲୁହ ଧାରାରେ ତାର ଗଣ୍ଡ ସମ୍ପୂର୍ଣ୍ଣ ଭିଜି ଯାଇଛି। ଅଥଚ ମୋ କାନରେ ଏପର୍ଯ୍ୟନ୍ତ ବି ତାର ଶେଷ ହସର ତରଙ୍ଗ ଅନୁରଣିତ ହେଉଛି। ତାର ଓଠ ଦିଓଟି ପ୍ରବଳ କୋହକୁ ସମ୍ବରଣ କରିବାର ଚେଷ୍ଟାରେ କମ୍ପି ଉଠୁଛି। ପ୍ରବଳ ବତାସରେ ଅସହାୟ ପତ୍ରଟି ଭଳି। ଲାଇଟ୍ ପୋଷ୍ଟରୁ ଧାରେ ଆଲୋକରେ ରେଖା ତା ମୁହଁଭିଜା ମୁହଁରେ ପଡ଼ିଛି। ଅସରାଏ ଅଚାନକ ଅଶୀନରେ ବର୍ଷାରେ ଓଦା ହୋଇଯାଇଥିବା ଜହ୍ନି ଫୁଲଟିଏ ଜ୍ୟୋତ୍ସ୍ନାରେ ଭିଜିମିତି ସତେଅବା ଥରୁଛି। ମୋର ଅକସ୍ମାତ୍ ସ୍ପର୍ଶରେ ତାର ମୁହଁ ରକ୍ତଶୂନ୍ୟ ହୋଇଯାଇଛି। ମୁଁ ତାକୁ ଛାଡ଼ିଦେଲି। ମୁହଁ ଫେରାଇ ପଛକୁ ଫେରୁ ଫେରୁ କହିଲି, କ୍ଷମା ଦେବୁ। ମୋ ପ୍ରଶ୍ନର ଉତ୍ତର ମୁଁ ଏଇମାତ୍ର ପାଇଯାଇଛି। ମୁଁ ଅପରାଧୀଟି ଭଳି ମୁଣ୍ଡ ତଳକୁ ପୋତି ଲମ୍ବା ଲମ୍ବା ପାହୁଣ୍ଡ ପକାଇଲି। ଆହା, ତାର ମନ କଥା ସେ ଯଦି ମୋତେ ନ କହିଲା, ମୁଁ ବା ତାକୁ ମୋର ମନ କଥା କେବେ କ'ଣ କହିଛି? ମୋ ଭଳି ସେ ବି ଆଜି ଆତ୍ମାଭିମାନରେ ଜଳୁଛି ସାରା ଜୀବନ। ରୁମ୍ରେ ପଶିବା ଆଗରୁ ସେ ପଛକୁ ଦୃଢ଼ କଣ୍ଠରେ କହିଲା, ତମ ଉତ୍ତର ତମେ ପାଇଗଲେ ତ ଖାଲି ହେବନି, ମୁଁ ମଧ୍ୟ ମୋ ପ୍ରଶ୍ନର ଉତ୍ତର ଚାହେଁ।
ମୋ ମଛ ପଛେ ଉତ୍ତର ଆଦାୟ ପାଇଁ ସେ ତେବେ ଆସିଛି। ମୁଁ ମୁହଁ ଫେରାଇ ତାକୁ ଚାହିଁଦେଲା ମାତ୍ରେ ସେ କହିଲା, ଥାଉ, ମୋର ଉତ୍ତର ମୁଁ ପାଇଗଲି। ପ୍ରଶ୍ନ ପଚାରିବା ଆବଶ୍ୟକ ହେଲା ନାହିଁ। ତାର କଥାରେ ମୋର ହାତଟା ଆପଣ ଛାଏ ଆଖି ସ୍ପର୍ଶ କଲା। ମୋ ଆଖି ଓ ଗାଲ ସମ୍ପୂର୍ଣ୍ଣ ଓଦା। ମୋ ଅଜ୍ଞାତରେ ମୁଁ କାନ୍ଦୁଥିଲି। ଏବେ ଆମେ ଦୁହେଁ ଦୁହିଁଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ନଗ୍ନ ହୋଇଗଲା ଭଳି ଲଜ୍ଜା, ଅପରାଧ ଆଉ ଅନୁତାପ ବୋଧରେ ମୂକ ହୋଇ ଠିଆ ହୋଇ ରହିଲୁ। କାହାରି ମୁହଁରେ ଭାଷା ନାହିଁ। ମୁଁ ହଠାତ୍ ଅବା ପାଗଳ ହୋଇଗଲି। ମୋର ସମସ୍ତ ପୌରୁଷର ଅହଙ୍କାର, ଆତ୍ମାଭିମାନ, ସାମାଜିକ ବାଧାବନ୍ଧନ ଭୁଲି ତାକୁ ପ୍ରଥମ ଥର ପାଇଁ ନିଜ ଛାତିରେ ସମ୍ପୂର୍ଣ୍ଣ ଜଡ଼ାଇ ଧରିଲି। ପ୍ରଥମ ଥର ପାଇଁ ମୋ ଛାତିରେ ସେ ତାର ପ୍ରଣୟର ଗୀତି ତାର ଆଖିର ଅଜସ୍ର ଲୁହରେ ଲେଖିଦେଲା। ମୁଁ ଦୃଢ଼ କଣ୍ଠରେ କହିଲି, ସଖୀ, ତୁ ମୋତେ ବି ଦୋଷ ଦେଇପାରିବୁନୁ, ମୁଁ ତତେ ବି। ତେବେ ଆଜି ମୁଁ କାହାକୁ ଭୟ କରେ ନାହିଁ। ସମାଜ, ଶୃଙ୍ଖଳା, ନୀତିନିୟମ ଆଜି ସବୁ ତ ବଦଳି ଯାଇଛି। ଏବେ ଚାଲ, ଆଇନର ଆଶ୍ରୟ ନେଇ ଆମେ ଦୁହେଁ ଏକ ହୋଇଯିବା। ଦୁହେଁ ଜଳି ଜଳି ଶେଷ ହେବା ଅପେକ୍ଷା ଏ ତ ଅନେକ ଭଲ। ତୁ ଆଉ ଏଥିରେ କିଛି ହେଲେ ବାଧା ସୃଷ୍ଟି କର ନାହିଁ। ମୁଁ ଇମୋସନାଲ ହୋଇ ଉଠୁଥିଲି। କିନ୍ତୁ ସେ ଶକ୍ ଲାଗିଲା ଭଳି ସମ୍ପୂର୍ଣ୍ଣ ମୋ ଠାରୁ ଅଲଗା ହୋଇଗଲା। କଠୋର ଦୃଷ୍ଟିରେ ଚାହିଁ ରହି ଦୃଢ଼ କଣ୍ଠରେ କହିଲା, ସବୁ କଥା ଆଇନତଃ ସମ୍ଭବ ହେଲେ ବି ବାସ୍ତବରେ ତ ସମ୍ଭବ ହୋଇପାରେ ନା। ଯେଉଁ ମୁହୂର୍ତ୍ତମାନଙ୍କୁ ଆମେ ଦୁହେଁ ହାତଛଡ଼ା କରିଦେଇଛେ, ଯେଉଁ ଇଚ୍ଛାମାନଙ୍କୁ ଆତ୍ମାଭିମାନ, ସମାଜ ଶୃଙ୍ଖଳା, ଲଜ୍ଜା ଭୟରେ ଆମେ ଦୋମୁହାଁ କରିଦେଇଛେ, ତାର ଫଳ କେବଳ ଆମେ ଦୁହେଁ ଭୋଗ କରିବା ଉଚିତ। ତାର ପ୍ରାୟଶ୍ଚିତ କେବଳ ଆମେ ଦୁହେଁ କରିବାର କଥା। ସେଥିପାଇଁ ମୋର ସ୍ୱାମୀ, ସନ୍ତାନ, ତମର ସ୍ତ୍ରୀ ଆଉ ସନ୍ତାନ କାହିଁକି ବିପର୍ଯ୍ୟସ୍ତ ହେବେ, ଶାସ୍ତି ପାଇବେ? ସେମାନଙ୍କର ଦୋଷ ବା କ'ଣ? ଯେଉଁ ମୁହୂର୍ତ୍ତରେ କାମଟା ଅତ୍ୟନ୍ତ ସହଜସାଧ୍ୟ ହୁଅନ୍ତା, ସେତେବେଳେ ମଣିଷ କାହିଁକି ହେଳା କରିଦେଇ ପର ମୁହୂର୍ତ୍ତରେ ଅସଂଖ୍ୟ ଜଟିଳତାରେ ଛନ୍ଦି ହୋଇ ବି ନିଆଁ ଗିଳା ସାହସ କରି 5 ଜଣଙ୍କୁ ତାର ନିଜ କର୍ମରେ ଛନ୍ଦି କଷ୍ଟ ଦେବାକୁ ମନ ବଳାଏ? କହିପାରିବ? କ୍ଷଣକ ଆଗରୁ ମୋ ମନରେ ଶଙ୍ଖମୁଦ୍ରାକୁ ପାଇବାର ପ୍ରବଳ କାମନା ତାର ନୀତିବାଣୀରେ ଶିଥିଳ ହୋଇଯାଇଥିଲା। ସେ ମୋ ଠାରୁ ଯେଉଁ ଉତ୍ତର ଚାହୁଁଛି, ସେ ଉତ୍ତର ନିଜକୁ ମାଗୁଛି। ମେମ୍ ସାହେବ, ଗାଡ଼ି ଷ୍ଟାର୍ଟ କରିବି? ଡ୍ରାଇଭର ଡାକୁଛି, ବନ୍ଧନ ଡାକୁଛି, କର୍ତ୍ତବ୍ୟ ଆହ୍ୱାନ କରୁଛି। ଶଙ୍ଖମୁଦ୍ରା ଲୁହ ପୋଛି ପୋଛି ଆଗକୁ ଫେରି ଯାଉଛି। ମୁହୂର୍ତ୍ତମାନଙ୍କୁ ଗୋଡ଼ରେ ପେଣ୍ଡୁ ଭଳି ଗଡ଼େଇ ଗଡ଼େଇ ସେ ଚାଲି ଯାଉଛି। ସତେଅବା ସେ କହିଯାଉଛି, ଯେଉଁ ମୁହୂର୍ତ୍ତମାନଙ୍କୁ ଗୋଡ଼ରେ ଠେଲି ଦିଆଯାଏ, ସେ କେବଳ ଆଗକୁ ଗଡ଼ିଯାଆନ୍ତି, ପଛକୁ ଫେରନ୍ତିନି। ଡାହାଗିଳା ସାହସର ଆଙ୍କୋଶରେ ସେ ମୁହୂର୍ତ୍ତମାନଙ୍କୁ ଟାଣିବାରେ ନିଜେ ଆଉ ଅନ୍ୟମାନେ ହିଁ କେବଳ କ୍ଷତବିକ୍ଷତ ହେବା ସାର ହୁଏ। ଯେଉଁ ବେମୁରୁବା ବାଦୁଡ଼ି ଇଚ୍ଛାମାନେ ମୁହୂର୍ତ୍ତର ଶାଖାରେ ବସା ବାନ୍ଧିଥିଲେ, ବିବେକ ଓ କର୍ତ୍ତବ୍ୟ ବୋଧର ଝାଙ୍କରେ ସେମାନେ ଖସିପଡ଼ି ଶଙ୍ଖମୁଦ୍ରାର ଗାଡ଼ିର ଚକ ତଳେ ପେଶି ହୋଇ ଚିତ୍କାର କରୁଛନ୍ତି। ମାତ୍ର ବେଇମାନ ମୁହୂର୍ତ୍ତମାନେ ସେଥିକି ଭ୍ରୂକ୍ଷେପ ନ କରି ବେପରୁଆ ଭଙ୍ଗୀରେ ଆଗକୁ ମାଡ଼ି ଚାଲିଛନ୍ତି। ଛକାପଞ୍ଝାର ବାଘବଜାରେ ଖେଳ ଶେଷ କରି ଶଙ୍ଖମୁଦ୍ରା ଚିରଦିନ ପାଇଁ ଚାଲିଯାଉଛି। ବାଦୁଡ଼ି ଇଚ୍ଛାମାନଙ୍କୁ ବିବେକର ଛାଟ ଦେଇ ଶାସନ କରି ମୁଁ ବି ଏଥର ମୁହୂର୍ତ୍ତମାନଙ୍କୁ ଗୋଡ଼ରେ ଫିଙ୍ଗି ଫିଙ୍ଗି ଶଙ୍ଖମୁଦ୍ରା ଭଳି ପେଣ୍ଡୁ ଖେଳିବି। ଆମର ଇଚ୍ଛାମାନେ ସାରା ଜୀବନ ସେମିତି ନୀରବରେ ଚିତ୍କାର କରନ୍ତୁ, ସନ୍ତୁଳି ହୁଅନ୍ତୁ। ତେବେ ଏଇଠାରେ ଶେଷ ହେଲା ପ୍ରତିଭା ରାୟଙ୍କର ଗଳ୍ପ ମୁହୂର୍ତ୍ତ ଏବଂ ଇଚ୍ଛାମାନେ। ରହିଲି, ନମସ୍କାର।